ବର୍ଷା ଯେମିତି ବାଲେଶ୍ୱର ବାଟ ଭୁଲି ଯାଇଛି ଆଉ ତା ବଦଳରେ ଖରା ଆସି ପହଞ୍ଚି ଯାଇଛି। ତ ସେଇ ଖରା ଦାଉରୁ ରକ୍ଷା ପାଇବା ପାଇଁ ମୁଁ ଆଜି ଲଞ୍ଚରେ ପଖାଳ କରିଦେଇଛି। ବାର ଥିଲା ଆଜି ଶୁକ୍ରବାର, ତ ଆଜି ହେଲା ନନଭେଜ୍ ବାର। ଆଜି ନନଭେଜ୍ରେ ପୁଣି ପଖାଳ, ଆଉ ତା ସହିତ ଚୁନା ମାଛ କେମିତି ନ ହେବ କହିଲେ। ପଖାଳ ସହିତ ଚୁନା ମାଛର କମ୍ବିନେସନ୍ ବହୁତ ବଢ଼ିଆ। ତ ସକାଳୁ ସକାଳୁ ସେଥିପାଇଁ ହବି ଏଠି ନେଇକି ପହଞ୍ଚି ଯାଇଛନ୍ତି ଚୁନା ମାଛ। ତ ପ୍ରଥମେ ଚୁନା ମାଛକୁ ଭଲ ଭାବେ କ୍ଲିନ୍ କରିଦେଲି, ଆଉ ତାକୁ ଲୁଣ ହଳଦୀ ଗୋଳେଇ କିଛି ସମୟ ରଖିଦେଲି। ତାପରେ କଡ଼େଇରେ ତେଲ ଗରମ କରି ତାକୁ କଞ୍ଚା ଲଙ୍କା ଆଉ କଞ୍ଚା ପିଆଜ ଦେଇ ପୁରା ଫ୍ରାଏ କରିଦେଲି। ଚୁନା ମାଛ ହଜବେଣ୍ଡଙ୍କର ବହୁତ ପସନ୍ଦ, ସେଥିପାଇଁ ଆଜି ପଖାଳ ସହିତ ଚୁନା ମାଛ ହେବ। ଆଉ ତାକୁ ଭଲ ଭାବରେ ଦେଖନ୍ତୁ କଡ଼ା କରିକି ଭାଜି ସାରିଲିଣି। ଆଉ ହଁ, ଚୁନା ମାଛ ସହିତ ଗୋଟା ପୋହଳା ମାଛ ବି ଆଣିଥିଲେ, ବା ତାକୁ ଆମେ ବାଟା ମାଛ କହୁ, ତାକୁ ମଧ୍ୟ ଭାଜି ଦେଇଛି। ଏଇଠି ଦେଖନ୍ତୁ ବାଟା ମାଛ ମଧ୍ୟ ଭଜା ସରିଛି। ତା ସହିତ ଏଠି ବାଇଗଣ ଆଉ ଟମାଟର ଗୋଟେ ଚକଟା କରିଛି, ଆଉ ଆଳୁକୁ କଞ୍ଚା ପିଆଜ ସୋରିଷ ତେଲ ଦେଇ ତାକୁ ଚଟୁଣି କରିଛି।